ମଦନ ବେହେରା ଘର ଛେନାପଦି। ଆଉ ଏଠି ମାଙ୍କର ମନ୍ଦିର ହବା ପାଇଁ ବହୁତ ଦିନରୁ ମାନେ ଲୋକଙ୍କର ଉଦ୍ୟମ ଥିଲା। ତାପରେ ତାଙ୍କର ଯୋଗ ଅଛି, ସେ ଆସିକି ଆବିର୍ଭାବ ହେଇଛନ୍ତି ଏଠି। ଆଉ ନୂତନ ମନ୍ଦିର ପ୍ରତିଷ୍ଠା ହଉଛି। ଆଉ ସହଯୋଗ ଗ୍ରାମବାସୀ ସମସ୍ତେ ଭକ୍ତଗଣ ନା ବର୍ତ୍ତମାନ ବହୁତ ଭଲ ଲାଗୁଛି। ମାଙ୍କର ଆଶୀର୍ବାଦ ଲୋକଙ୍କ ଉପରେ ରହିବ, ଭକ୍ତଗଣଙ୍କ ଉପରେ। ଯାହାର ଯାହା ମାନସିକ ଥିବ ସେ ପୂର୍ଣ୍ଣ କରିବେ। ନବକିଶୋର ସାହା ବଳିପାଳପୁର ଆମର ଏଟା ଏଇ ଯୋଉ ମନ୍ଦିର ହେଇକି ଏଟା କଣ ପଶିଆ ଉପରେ ଏ ମନ୍ଦିର ଏ ମାଙ୍କର ଥିଲା ଆମର ଆଗରୁ ଥାନପତି ମାଙ୍କର ପୂଜା ହଉଥିଲା ଏଠି। ତାଙ୍କରି ଦୟାରୁ ତାଙ୍କ ଆଶୀର୍ବାଦରୁ ଆମର ଏଠି ମଙ୍ଗଳା ଆସିଛନ୍ତି। ମଙ୍ଗଳାକୁ ଆମେ ଯାଇକି ଆଣିନୁ କୋଉଠୁ ଗିଜେଇରୁ ଏଠି ସ୍ଥାପନା କରୁଛୁ। ତେଣୁ ପୂଜା ଏଠି ତାଙ୍କ ଇଏରେ ଚାଲିଛି। ବ୍ରାହ୍ମଣ ଆସିକି ଯାଜପୁରରୁ ପୂଜା କରୁଛନ୍ତି। ଗଣେଶ ଲେଖା ତାଙ୍କର ଇଚ୍ଛା ଆଉ ତାଙ୍କର ସେଇ ଯୋଗୁ ହେଲା। ଆଉ ଆହୁରି ଆସନ୍ତା କାଲି ପର୍ଯ୍ୟନ୍ତ ଚାଲିବ। ଆଉ ଏଇ ଗୋପୂଜା, ଧନୁ ପୂଜା, ବ୍ରାହ୍ମଣଙ୍କର ଯାହା ହବା କଥା ଯାହା ହଉଛନ୍ତି। ଆଉ ଭାରି ବିଜ୍ଞ ବ୍ରାହ୍ମଣ ଯାଜପୁର ଆସିଛନ୍ତି। ଆଉ ତାଙ୍କରି ରୀତିନୀତି ଅନୁସାରେ ହଉଛି। ଆଉ ହରିହର ସାହା ଥାନପତି ଥିଲେ, ସେ ବହୁତ ପୁରୁଣା କାଳିଆ। ତାମାନେ ଆମେ ଆଉ ଜାଣିନୁ, ଆମ ବାପ ପୂଜା ପାଉଥିଲେ। ବର୍ତ୍ତମାନ ଆମ ଏଇ ସମୟରେ ଏଇ ନୂତନ ପିଢି ପିଲାମାନେ ସେ ତାଙ୍କର ଉଦ୍ୟମ କରିକି ଏଇ ଜାଗାଟିକୁ ବାଛିଲେ। ବାଛିକି ନୂଆ ମା ମଙ୍ଗଳା ୟାଙ୍କ ତରଫରୁ ମଙ୍ଗଳା ଏଇ ମନ୍ଦିର ସ୍ଥାପନ ହେଲା। ସେଠି ତ ଥାନପତି ପୂଜା ପାଉଛନ୍ତି, କିନ୍ତୁ ଏଠି ମା ମଙ୍ଗଳାକୁ ଆମେ ସ୍ଥାପନ କରିବା। ସେଇମାନଙ୍କ ଉଦ୍ଦେଶ୍ୟରେ, ସେଇମାନଙ୍କ ପ୍ରଚେଷ୍ଟାରେ କହୁଛି ନା ଏଇ ମନ୍ଦିର କାମ ଚାଲିଛି। ମନ୍ଦିର ହେଇଛି, ମା ମଙ୍ଗଳାଙ୍କର ସ୍ଥାପନ କରାଯାଉଛି। ଏଇଠି କହିଲା ମାନେ ଏଠି ଆମର 50 ଖଣ୍ଡ ଗାଁ ଲୋକ ଅଛନ୍ତି। ତାଙ୍କ ନାଁ ଗୁଡା କେତେ କହିବି। 50 ଖଣ୍ଡ ଗାଁ ଲୋକ ସମସ୍ତେ ଆସିକି ଏଇଠି ମଙ୍ଗଳାଙ୍କ ପୂଜା କରିବେ। ମା ମଙ୍ଗଳାଙ୍କର ଆପଣଙ୍କ କାକଟପୁର ମଙ୍ଗଳା ଯୋଉ ଯେମିତି ହଉଛି, ଇଏ ମା ମଙ୍ଗଳା ଯିଏ ଯାହା ମାନସିକ କରିବ ସେ ନିଶ୍ଚିତ ପୂରଣ କରିବେ। ମୋ ନାଁ ହେଲା ମୃତ୍ୟୁଞ୍ଜୟ ପଣ୍ଡା, ଘର ଜମ୍ଭରା। ଶିବ ହେଲେ ଆରୋଗ୍ୟ ଦାତା, ସୂର୍ଯ୍ୟ ହେଲେ ଜ୍ଞାନ ଦାତା, ସେହିପରି ମଙ୍ଗଳା ଦେବୀ ହେଲେ ସର୍ବଦାତା, ଅଭୟ ବରଦାୟିନୀ। ତେଣୁ ଯେଉଁ ଭକ୍ତମାନେ ଏଠି ଆସିଛନ୍ତି, ଯାହା ମାନସିକ କରିଛନ୍ତି, ଏ ମାଙ୍କର କୃପାରୁ ଦୟାରୁ ସମସ୍ତର ମାନସିକ ପୂରଣ ହୋଇଛି। କେହି ଖାଲି ହାତର ଫେରିକି ଯାଇନାହାନ୍ତି। ଏବଂ ଏ ମନ୍ଦିରଟି ବହୁତ ଅବ୍ୟବସ୍ଥା ଭିତରେ ରହିଥିଲା। ତେଣୁ ଏଇ ଯୋଉ ଯୋଗ୍ୟ ସନ୍ତାନ ମାନେ ଆୟୋଜନ କରିଛନ୍ତି, ସେମାନଙ୍କୁ ମୁଁ ଅଶେଷ ଧନ୍ୟବାଦ ଦେଉଛି। ଏବଂ ତ୍ରିଦିବସ ପର୍ଯ୍ୟନ୍ତ ଏ ମଙ୍ଗଳା ଯଜ୍ଞର କାର୍ଯ୍ୟକ୍ରମ ରହିଛି। ଆଜି ଗ୍ରାମ୍ୟ ଭ୍ରମଣର କାର୍ଯ୍ୟକ୍ରମ, ଆସନ୍ତାକାଲି ପୂର୍ଣ୍ଣାହୁତିର କାର୍ଯ୍ୟକ୍ରମ ହେଇ ଏହି ମନ୍ଦିରଟି ପ୍ରତିଷ୍ଠା କାର୍ଯ୍ୟ ସୁଚାରୁ ରୂପେ ପୂରଣ କରାଯିବ। श्री स्वयं सुकृतिना भवनेश लक्ष्मी पापात्मनं कृत धिया हृदय सुबुद्धि श्रद्धा शतांकुल जनं प्रभवस्य लज्जा कंत्वा न तस्मा परिपालयस्य देवी विश्वः। ओं शरणागत दीनार्थ परित्राण परायणे सर्वेशार्थे हरे देवी मां नारायणी नमस्तुते। मां थानपति कमिटी द्वारा आयोजित यह मंगला मंदिर दीर्घ दिन है अव्यवस्था भितर थिला। जहा हो मां कृपारू तांक मनरे बहुत आशा आकांक्षा भरी देइछि एवं सेमानंक सहयोगरे सेही कमिटी पिलामानंक माध्यमरे मांकर विग्रह यथास्थान रे आसी उपस्थित करई आंभ मानक 5 जन ब्राह्मण मानक जाकी से 3 दिवस व्यापी बा 3 दिन धरी जो यज्ञ करुछंती ताहा विश्वर कल्याण हेबा सहित ग्रामर मंगल हेबो एवं भक्त मानकर मनोवांछा पूर्ण हेबो। जो मंगला मंदिरटी प्रतिष्ठा करा जाउछि ताहा 27 तारीख दिन भगवती कृपामयींकर भव्य दिव्रह प्रासादर शिखरी प्रदेश रे कलश स्थापन करा जाई इंद्र इंद्राणी को बससी स्थापन करा जाई मुंडी मरा गला। एवं द्वितीय दिवस रे प्रथम पर्याय रे सूर्य नारायण पूजा, यज्ञ मंडप रे गोमाता पूजा, गुरुदेव एवं यज्ञ मंडप रे थिबा समस्त देवादेवी पूजा कर्म आरंभ होईछि। यथारीति अनुसार मां मंगलांक विग्रह को
ସାଜସଜ୍ଜାରେ ସୁସଜ୍ଜିତ କରି ଖୋଳ କରତାଳ କୀର୍ତ୍ତନ ମାଧ୍ୟମରେ ଗ୍ରାମ ପରିଭ୍ରମଣ ପାଇଁ ପଠାଯାଇଛି।